ଆଜି ହେଲା ନୂଆଖାଇ ସମସ୍ତଙ୍କୁ ମୋର ନୂଆଖାଇ ଜୁହାର ଛୋଟନୁ ବଡ଼ କରିକିରି କକା ବାବାନୁ ନେଇକରି ସମସ୍ତେ ମୋର ସବସ୍କ୍ରାଇବର ମାନକେ ବି ନୂଆଖାଇ ଜୁହାର। ତ ଆମେ ଏଇଟା ବାହାରି ଗଲୁନ ସ୍ୱାତିଙ୍କର ଘରେ ସ୍ୱାତି ଘରେ ତାଙ୍କର ଘରେ ଥିଲେ ମୁଇଁ ତାଙ୍କୁ ନେବାର୍କେ ଯାଇଥିଲି। ଆଉ ଆମେ ସକାଳୁ ନ 6:30-7 ବଜେ ଆମେ ରେଡ଼ି ଫେଡ଼ି ହେଇକିରି ବାହାରି ଗଲୁ ଆଉ ବାହାରିକିରି ଆମେ ପଳେଇ ଆସିଲୁ ଘରକେ ଆସିଲା ପରେ ତାକୁ ଦେଖ କେନ୍ତା ଉତ୍ପାତ ହଉଛନ୍ ଯେ ମାନେ ପୁରା ବହୁତଟେ ଉତ୍ପାତ ହଉଛନ୍ ପୁରା କାଣା କହିବ ତାକୁ ପୁରା ଆଜକା ଆମେ ଏଇଟା ପହଞ୍ଚି ଗଲୁ ନ ଫାଇନାଲି ଘରକେ। ଆଉ ଘରକେ ଆସିଲା ପରେ ମୋର୍ ମାକେ କହିଲି କାଣା ରାନ୍ଧୁଛୁ ବୋଲି ପଚାରିଲି ତ ସେ ଇଆଡ଼େ ତରକାରୀ ରାନ୍ଧୁଥିଲା। ତ ଦେଖିପାରୁଥିବେ ଏଇଟା ସେମାନେ ତରକାରୀ ରାନ୍ଧୁଛନ୍ ଏଇଟା। ତ ଘରକେ ଆସିଲା ପରେ ଫାଇନାଲି ମୁଇଁ ଗାଧି ପଲି ଆଉ ଗାଧି କରି ମୁଇଁ ରେଡ଼ି ହେଇଗଲି ରେଡ଼ି ହେଇକରି ମୁଇଁ ଦେଖିଲି ଇନ ଛୁଆମାନେ ଖେଲୁଛନ୍ ତଳଆଡ଼େ। ତ ଛୁଆମାନକେ କହିଲି ଚଲ କାଣା କରୁଛ ବୋଲି କହିଲି ଆଉ ଛୁଆମାନେ ପୁରା ଖେଲାନ୍ ପକଉଛନ୍ ପୁରା ମସ୍ତ ତାଙ୍କର ସେମାନେ ଖେଲୁଛନ୍। ଆଉ ଚଲ ମୁଇଁ ସ୍ୱାତିକି କହିଲି କି ଚଲ ପାଏସ୍ ଟିକେ ବନାମା ବୋଲିକିରି ସେ ପୁରା ରେଡ଼ି କରଲେନ ଏଇଟା ପାଏସ୍ ବନାବାର୍ ଲାଗି ଅଲରେଡ଼ି ଆମେ ବସେଇ ଦେଲୁନ। ଆଉ ଏଇଟା ସେ ଗୁରସ୍ ଆମର ଘୋଲୁଛନ୍ ଯେନ୍ଟା ଅମୁଲର। ଆଉ ସିଆଡ଼େ ଦେଖିପାରୁଥିବେ ଏଇଟା ମୋର ଝିଆରୀ ଯେନ୍ଟାକି ସେ ପୁରୀ ଲାଗି ଏଇଟା ତିଆରି କରୁଛେ। ଆଉ କିଛି ସମୟ ପରେ ସ୍ୱାତି ସବୁ ଗୁରସ୍ ଫୁରସ୍ ଲଗେଇଦେଲେ ଏଇଟା ବନେଇଦେଲେ ସ୍ୱାତି। ତ ମୁଇଁ କହିଲି କି ମିଲ୍କ ମେଡ୍ ଆନିଛ ଯେ କେତେଲେ ଲଗାବ କହିଲି ତ ସେଇଟା ବାହାର କଲି ତାପରେ ଏଇଟା ମିଲ୍କ ମେଡ୍ ଲଗେଇଦେଲୁ। ଆମେ ତ କମ୍ ଫ୍ୟାମିଲି ଅଛୁଁ ଖାଲି ଆମର ହିଁ ଫ୍ୟାମିଲିଟା ଖାଉଛୁ ନୂଆଖାଇ ତ ଆମେ କମ୍ ହିଁ ବନେଇଥିଲୁ। ତ 3-4ଟା ଏଇଟା ବାହାରେ ଆମର ସିଗଡ଼ି ଚୁଲାରେ ଏଇଟା ରାନ୍ଧୁଥିଲୁ। ଆଉ ଇଆଡ଼େ ଦେଖିପାରୁଥିବେ ଯେନ୍ଟାକି ବାଇଗନ ଚପ୍ ପୁରୀ ଆଉ ଏଇଟା ବନଉଛୁ ଏଇଟା ଆଲୁ ଚପ୍। ତ କିଛି ସମୟ ପରେ ଆମର ପୂଜା ଷ୍ଟାର୍ଟ ହେଇଗଲା ଯେନ୍ଟାକି ନୂଆଖାଇର ଏଇଟା ମୋର ଦାଦା ପୂଜା କରୁଛନ୍। ଆଉ ଆମର ଏଇଟା ପୂଜା ଘର ହେଲା ଇନ ପୁରା ଅନ୍ଧାର ଥିସି କେନ୍ ଆମେ ବଲ୍ ବଲା ନେଇ ଲଗେଇ ଭିତରେ। ତ ମୁଇଁ ଚଲ ଟିକେ ମୁଡ଼ିଆ ମୁଣି ମାରିଦେମି କହିଲି ମୁଇଁ ମୁଡ଼ିଆ ମୁଣି ମାରିଦେଲି ଆଉ ମୁଇଁ ଦର୍ଶନ କରିପାରିଲି ଭଗବାନଙ୍କର। ଆଉ ତାରପରେ ଆମର କିଛି ସମୟ ପରେ ଆମର ପ୍ରିପାରେସନ୍ କଲୁ କି ନୂଆଖାଇର ଲାଗି। ତ ଇଆଡ଼େ ମୁଇଁ ବନଉଥିଲି ମିଠା ତ ମିଠା ଏଇଟା ମୁଇଁ ନିଜେ ହିଁ ବନେଇଛେ ୟୁଟ୍ୟୁବ୍ ଦେଖିକିରି। ଆଉ ଏଇଟା ମୋର ଦେଖିପାରୁଥିବେ ମୋର ବହୁ ଏଇଟା ପତର ଟିପୁଛନ୍ ଯେନ୍ଟାକି ଖଲି ଟିପୁଛନ୍ ଏଇଟା କୁଡ଼ା ପତରରେ ହିଁ। ଆଉ ଫାଇନାଲି କିଛି ସମୟ ପରେ ଆମର ହେଇଗଲା ଏଇଟା ଯେନ୍ଟାକି ଜାଣିପାରୁଥିବେ ଆପଣମାନେ ସମସ୍ତେ ତ ଏମିତି ହିଁ ଖାଇଥିବେ। ଯେନ୍ଟାକି ନୂଆ ଧାନର ତାର ଚରା ଏଇଟା ଅଛେ ଆଉ ଇ ବାବୁମାନେ ମୋବାଇଲ୍ ଦେଖି ଖାଉଛନ୍। ଆଉ ସମସ୍ତଙ୍କେ ଖାଇ ଖୁଆ ଦେଲୁ ଆଉ ଖାଇ ଖୁଆ କରି ଆମର ଜୁହାର ଭେନ୍ ଗାଁ ଷ୍ଟାର୍ଟ ହେଇଗଲା। ତ ମୋର୍ ମାକେ ପହଲା ମୁଇଁ ଜୁହାର କରିଦେଲି ପହଲା ଆଉ ତାରପରେ ଆମେ ସମସ୍ତଙ୍କୁ ଗୁଟେ କରି ଆମର ଯେତ୍କି ବି ବଡ଼ ଖା ଅଛନ୍ ଯେନ୍ଟା ମୋର ଦାଦା ମାନେ ଅଛନ୍ ମୋର ବୋହୂମାନେ ଅଛନ୍ ସମସ୍ତଙ୍କୁ ମୁଇଁ ଗୁଟେ କରି ସମସ୍ତଙ୍କୁ ଜୁହାର କରିଦେଲି। ଆଉ ଜୁହାର ହେଇ ହୁଆ କରି ମୋର କାମ ନିଜର ସାରିଦେଲେ ଯେ ନୂଆଖାଇ ଭେଟ୍ ଘାଟ ହେଇଗଲି। ଆଉ ଆପଣମାନେ କେନ୍ତା ନୂଆଖାଇ ଖାଇସନ୍ ଯେ କମେଣ୍ଟ କରବେ ସିଓର ଆଉ କେନ୍ ଭିଡ଼ିଓ ଦେଖୁଛନ୍ ଯେ କମେଣ୍ଟ କରବେ। ଆଉ ଆମେ ତ ଏମତେ ହିଁ ଖାଇସୁଁ। ଆଉ ଇଟା ସ୍ୱାତିଙ୍କର ପାଲି ହେଇଗଲା ସେ ବି ସମସ୍ତଙ୍କୁ ଭେଟ୍ ଘାଟ ହେଇଗଲେ ସମସ୍ତଙ୍କୁ ଜୁହାର ଗୁଟେ କରିଦେଲେ। ଆଉ ଫାଇନାଲି କିଛି ସମୟ ପରେ ସେ ଆସିକିରି ମୋତେ ବି ଜୁହାର କରିଦେଲେ ଆଉ ମୁଇଁ ବହୁତ ବଡ଼ ଆଶୀର୍ବାଦଟେ ବି ଦେଲି ତାଙ୍କୁ। ଆଉ କିଛି ସମୟ ପରେ ଆମର ଖାନା ବି ଇଆଡ଼େ ସବୁ ରେଡ଼ି ହେଇଥିଲାନ ଆଉ ଆମେ ସମସ୍ତେ ବସିଗଲୁ ଖାଇବାର୍କେ। ତ ଏଇଟା ହେଲା ଆମର ଫ୍ୟାମିଲି ଦେଖିପାରୁଥିବେ ଏଇଟା କମ୍ପ୍ଲିଟ୍ ଆମେ ଯେନ୍ଟା 3ଟା ଭାଇ ଅଛୁଁ ଆଉ 3ଟା ନାନୀ ଅଛନ୍। ତ ଆମେ ଏଇଟା 3ଟା ଭାଇ ଆମେ ଗୁଟେରେ ଏଇଟା କଲୁ ଆଉ ସମସ୍ତଙ୍କୁ ଏଇଟା ସବୁ ବସାବାଲେ ଦେଇଛୁଁ। ଆଉ ଏଇ ଭିଡ଼ିଓଟା ଏତ୍କି ଥିଲା ଆପଣମାନଙ୍କୁ ଯଦି ଭଲ ଲାଗେ ତ ଲାଇକ୍ ସବସ୍କ୍ରାଇବ୍ ସେୟାର କରିବେ। ଆଉ ସମସ୍ତଙ୍କୁ ମୋର ଆଉ ଥରେ ନୂଆଖାଇ ଜୁହାର ଆଉ ସମସ୍ତେ ଭଲରେ ଥାଉନ୍ ଆଉ ଭଲସେ ଖାଉନ୍ ନୂଆଖାଇ। ତ ରହୁଛି ଆମେ ଟାଟା ବାଏ ବାଏ ଫେର୍ ଘାଇ ମିଲ୍ମା ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ଆଉ ଗୋଟେ ମୁଇଁ କଥା କହିମି ଯେନ୍ଟାକି ଗୋଟେ ଭିଡ଼ିଓ ମୁଇଁ ଛାଡ଼ିଥିଲି ଯେନ୍ଟାକି ନୂଆଖାଇ ଜୁହାର ସେଟା 1 ଲାଖ ପ୍ଲସ୍ କ୍ରସ୍ କରିଦେଲାନ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ।